ଭାରତର ସ୍ୱାଧୀନତା ସଂଗ୍ରାମରେ କିଏ କେତେବେଳେ କେଉଁ ଭଳି ଭାବରେ ଝାସ ଦେଇଛି ତାହା ଜାଣିବା କଷ୍ଟସାଧ୍ୟ। ଯାହାକୁ ତତ୍କାଳୀନ ସମାଜ ନିମ୍ନ ଦୃଷ୍ଟିରେ ଦେଖୁଥିଲା, ପରବର୍ତ୍ତୀ ସମୟରେ ତାର ଅବଦାନର କାହାଣୀ ସାମ୍ନାକୁ ଆସିବା ପରେ ଆଶ୍ଚର୍ଯ୍ୟ ଲାଗେ। ସ୍ୱାଧୀନତା ସଂଗ୍ରାମରେ ବାଇଜୀ ବା ଦରବାରୀ ନର୍ତ୍ତକୀ ବା ତୱାଇଫ ମାନଙ୍କର ଭୂମିକା ମଧ୍ୟ କିଛି କମ୍ ନଥିଲା। ସୁଶିକ୍ଷିତା, କୁଶଳୀ, ବୀରାଙ୍ଗନା ତଥା ଭାଷା ସାହିତ୍ୟରେ ପ୍ରବେଶ ଥିବା ବାଇଜୀମାନେ ଦେଶ ଲାଗି ଗୁପ୍ତଚରଗିରି କରି ସ୍ୱାଧୀନତା ସଂଗ୍ରାମୀଙ୍କୁ ସହଯୋଗ କରୁଥିଲେ। 1857 ସିପାହୀ ବିଦ୍ରୋହ ସମୟରେ ସେଭଳି ଜଣେ ବାଇଜୀ ବା ତୱାଇଫ ହେଉଛନ୍ତି ଅଜିଜୁନ୍ ନିସା ଓରଫ ଅଜିଜୁନ୍ ବାଇ। ଅଜିଜୁନ୍ ନିସା ଜନ୍ମ ହୋଇଥିଲେ ଲକ୍ଷ୍ନୌରେ, କିନ୍ତୁ ଜୀବନ ବିତାଇଥିଲେ କାନପୁରରେ। ଲୁର୍କି ମାହିଲରେ ନୃତ୍ୟ ପରିବେଷଣ କରିବା ଥିଲା ତାଙ୍କର ବୃତ୍ତି। ସେ ସମ୍ଭବତଃ 1832 ମସିହା ଆଡ଼କୁ ଉତ୍ତର ଭାରତରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ମା ଛେଉଣ୍ଡ ହୋଇଯିବାରୁ ଜଣେ ବାଇ ଆଣି ତାଙ୍କୁ ଲକ୍ଷ୍ନୌରେ ରଖିଥିଲେ। ଅଜିଜୁନ୍